ପିଲାମାନେ ସ୍କୁଲ ଆଉ କଲେଜ କାହିଁକି ଯାଆନ୍ତି? ସେମାନେ ଘରେ ରହିକି ବି ପାଠ ତ ପଢି ପାରିବେ ନା। ଆମେ ସମସ୍ତେ ହସ୍ପିଟାଲ କାହିଁକି ଯାଉଛୁ? ଅନଲାଇନ ମାଧ୍ୟମରେ ଆମେ ମେଡିସିନ କିଣି ପାରିବା ନା। ବୈଜ୍ଞାନିକ ମାନେ ନିଜ ଘରେ ରହିକି ଏକ୍ସପେରିମେଣ୍ଟ କରିପାରିବେ ନା। କିନ୍ତୁ ସେମାନେ ଗବେଷଣା କେନ୍ଦ୍ରକୁ କାହିଁକି ଯାଆନ୍ତି? ଠିକ ସେମିତି ଜଣେ ଭକ୍ତର ପ୍ରାର୍ଥନା ପାଇଁ ଗୋଟେ ଶାନ୍ତିପୂର୍ଣ୍ଣ ଜାଗାର ଆବଶ୍ୟକତା ହେଇଥାଏ, ଆଉ ସେଇଟା କେବଳ ମନ୍ଦିରରେ ହିଁ ସମ୍ଭବ ହେଇପାରିବ। ଯେମିତି ପବନ ଚାରିଆଡେ ଅଛି, କିନ୍ତୁ ଆମେ ସମସ୍ତେ ଗଛ ତଳେ ବସିଯାଉ, କାହିଁକି ନା ଗଛର ପବନ ଆମକୁ ଶାନ୍ତି ଦେଇଥାଏ। ଠିକ ସେମିତି ଭଗବାନ ଚାରିଆଡେ ଅଛନ୍ତି, କିନ୍ତୁ ମନ୍ଦିର ଗଲେ ତାଙ୍କୁ ଅତି ନିକଟରୁ ଆମେ ସମସ୍ତେ ଅନୁଭବ କରିପାରିବା, ଆଉ ତାଙ୍କ ସମ୍ମୁଖରେ ନିଜର ଦୁଃଖ ପ୍ରକାଶ କରିପାରିବା।